ପିଏମ୍ ଆବାସ ପାଇଁ ଆବେଦନ କଲେଣି 24 ଲକ୍ଷ। 30 ତାରିଖରେ ମିଳିବ 50,000 ଘର। ତ ଦେଖନ୍ତୁ ଯଦି ଆପଣମାନେ ପିଏମ୍ ଆବାସ ଯୋଜନା ହିତାଧିକାରୀ ଅଛନ୍ତି ଆଉ 24 ଲକ୍ଷ ପର୍ଯ୍ୟନ୍ତ ଆବେଦନ କରିସାରିଲେଣି, 30 ତାରିଖରେ ମିଳିବ 50,000 ଘର। ଦେଖନ୍ତୁ କଣ ଅପଡେଟ୍ ରହିଛି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଯଦି ଆପଣମାନେ ହିତାଧିକାରୀ ଅଛନ୍ତି ତାହେଲେ ସମ୍ପୂର୍ଣ୍ଣ ଭାବରେ କଣ ଅପଡେଟ୍ ରହିଛି ଦେଖନ୍ତୁ। ତ ଦେଖନ୍ତୁ ପିଏମ୍ ଆବାସ ସର୍ଭେରେ ହିତାଧିକାରୀଙ୍କୁ ପଞ୍ଚାୟତରାଜ ମନ୍ତ୍ରୀଙ୍କ କଡ଼ା ଚେତାବନୀ। ଯୋଗ୍ୟ ହିତାଧିକାରୀଙ୍କୁ ବାଦ ହେଲେ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ। ବର୍ତ୍ତମାନ ସୁଦ୍ଧା 24,22,771 ପିଏମ୍ ଆବାସ ଯୋଜନାରେ ପଞ୍ଜୀକରଣ କରିସାରିଛନ୍ତି। ମାର୍ଚ୍ଚ 31 ସୁଦ୍ଧା ହିତାଧିକାରୀଙ୍କ ତାଲିକାରେ ବିଭାଗର ହସ୍ତଗତ ହେବ। ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଅଧିକାରୀ ଯଦି ତାହାକୁ ଛାଡ଼ିବେ ଯେଉଁଠି ବି ଅଭିଯୋଗ ଆସିବ ତାହେଲେ ସେଠାକାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚିବେ ଏବଂ ସମସ୍ୟାର ସମାଧାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। କଳାହାଣ୍ଡିରେ 30 ତାରିଖ ଦିନ ଅନ୍ତ୍ୟୋଦୟ ଯୋଜନାରେ ମୁଖ୍ୟମନ୍ତ୍ରୀ 50,000 ଘର ବାଣ୍ଟିବେ ବୋଲି ମନ୍ତ୍ରୀ କହିଛନ୍ତି। ତ ଦେଖନ୍ତୁ ଯଦି ଆପଣମାନେ ପିଏମ୍ ଆବାସ ଯୋଜନା ଆବେଦନ କରିଛନ୍ତି, ଯଦି ଆପଣମାନେ ମଧ୍ୟ କଟିଯାଇଛି ତାହେଲେ ଆପଣମାନଙ୍କୁ ମିଳିନାହିଁ ତାହେଲେ ଆପଣମାନେ ମଧ୍ୟ ଅଭିଯୋଗ କରିପାରିବେ। ବ୍ଲକ ବା ପଞ୍ଚାୟତରେ ଆପଣମାନେ ପିଏମ୍ ଆବାସ ଯୋଜନା ଅଭିଯୋଗ କରିପାରିବେ। ତ ଦେଖନ୍ତୁ